କାଳିଆ ଯୋଜନାରେ ଆସିଲା ଗୁରୁତ୍ୱପୂର୍ଣ୍ଣ ଖବର। କାଳିଆ ଯୋଜନା ମିଳିବାକୁ ଯାଉଛି। ଏହା ଆମ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ 11 ତାରିଖ ସୋମବାର କାଳିଆ ଯୋଜନାର ରାଶି ପ୍ରଦାନ କରାଯିବ ଡିବିଟି ମାଧ୍ୟମରେ। ଏହା ରାଜ୍ୟ ସରକାର ତରଫରୁ ଘୋଷଣା ଆସିସାରିଛି। ଫାଇନାଲ ଡେଟ୍ ଏହା ଆସନ୍ତା ସୋମବାର 11 ତାରିଖ ସେଦିନ କାଳିଆ ସହାୟତା ପ୍ରଦାନ କରାଯିବ। କାହିଁକିନା ଆଗକୁ ମାର୍ଚ୍ଚରେ ମାସ 12 ତାରିଖରେ ଆଚରଣ ବୃଦ୍ଧି ସହିତ ଲାଗୁ ହେବାରୁ ଆମର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଆସନ୍ତା ସୋମବାର 11 ତାରିଖରେ ମିଳିବ କାଳିଆ ସହାୟତା। ଆମ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରନ୍ତୁ, ଆଉ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ପ୍ରତ୍ୟେକ ଦିନ ଏମିତି ନ୍ୟୁଜ୍ ଦେଖିବା ପାଇଁ ଦେଖନ୍ତୁ ଆମ ରାଜ୍ୟ ସରକାର ଘୋଷଣା କରିଛନ୍ତି। ନିହତ ଆଗକୁ ନିର୍ବାଚନ ଆସୁଛି, ତେଣୁକରି ଯଥାଶୀଘ୍ର କାଳିଆ ସହାୟତା ପ୍ରଦାନ କରାଯିବ। ଏଥିରେ ଭୂମିହୀନ ଚାଷୀକୁ ମିଳିବ 14,500 ଘୋଷଣା କରାଯାଇଛି ବଜେଟରେ। କେତେ ତାର କିସ୍ତି ମିଳିବ ତାହା ସଠିକ୍ ଜଣାପଡ଼ିନି, କିନ୍ତୁ ମିଳିବ ଯାହାହେଲେ ବି ଡେଟ୍ ଫାଇନାଲ ଡେଟ୍ରେ ଆସିଯାଇଛି। ତେଣୁକରି କ୍ଷୁଦ୍ର ଚାଷୀ ନାମରେ ସେଥିପାଇଁ ମିଳିବ 2,000 ଲେଖାଏଁ। ତେଣୁକରି ଆଗାମୀ ଆଧାର ବେସ୍ରେ ଛଡ଼ାଯିବ କାଳିଆ ସହାୟତା। ଆମର ରାଜ୍ୟ ସରକାର ଘୋଷଣା କରୁଛନ୍ତି ସୋମବାର 5:30 ପ୍ରଦାନ କରାଯିବ ଡିବିଟି ମାଧ୍ୟମରେ। ତେଣୁକରି ଆପଣମାନେ ତୁରନ୍ତ ବ୍ୟାଙ୍କରେ ଇ-କେ.ୱାଇ.ସି କରିନିଅନ୍ତୁ। ହାତରେ ଆଉ ଅଳ୍ପ ଦିନ ସମୟ ରହିଲା। ଯେଉଁମାନେ ଇ-କେ.ୱାଇ.ସି କରିବେନି, ସେ ଆଧାର ସିଡ଼ିଂ ନଥିବ ବ୍ୟାଙ୍କରେ, ସେମାନେ କାଳିଆ ସହାୟତାରୁ ବଞ୍ଚିତ ରହିବେ। ତେଣୁକରି ଆପଣମାନେ ବ୍ୟାଙ୍କକୁ ଯାଇକି ତୁରନ୍ତ ଇ-କେ.ୱାଇ.ସି କରିନିଅନ୍ତୁ, ନହେଲେ ଆପଣ କାଳିଆ ସହାୟତା ପାଇପାରିବେ ନାହିଁ। ସେ ନିର୍ଦ୍ଦିଷ୍ଟ ଆମର ନବୀନ ପଟ୍ଟନାୟକ ନିର୍ବାଚନକୁ ଆଖିରେ ରଖି ଯଥାଶୀଘ୍ର କାଳିଆ ସହାୟତା ପ୍ରଦାନ କରିବେ। ଏଥିରେ ଭୂମିହୀନ ପରିବାରକୁ ବି କାଳିଆ ସହାୟତା, ମହୁ ଚାଷ, ଛେଳି ପାଳନ, କୁକୁଡ଼ା ପାଳନ ପାଇଁ ସହାୟତା ପ୍ରଦାନ କରାଯିବ। ଯେହେତୁ ଆଗକୁ ନିର୍ବାଚନ ଆସୁଛି, ତେଣୁକରି ରାଜ୍ୟ ସରକାର ଆମର 18,88,000 ଭୂମିହୀନ ପରିବାରକୁ କାଳିଆ ସହାୟତା ପ୍ରଦାନ କରିବେ। ତା ସହିତ କୃଷକଙ୍କୁ ମିଳିବ କାଳିଆ ସହାୟତା।